ଚାଲନ୍ତୁ ଚଟପଟା ଅଣ୍ଡା ଝାଲ ବନେଇବା। ଆଉ ଗୋଟେ ମିନି ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ। ଅତି କମ୍ ଜିନିଷରେ ସହଜ ଉପାୟରେ ଆଜି ଆମେ ଅଣ୍ଡା ଝାଲ ବନେଇବା। ସେଥିପାଇଁ ମୁଁ ନେଇଛି 6ଟା ଅଣ୍ଡା, 2ଟା ଟମାଟୋ, 2ଟା ପିଆଜ, 4-5ଟା କଞ୍ଚା ଲଙ୍କା। ଏବେ ଗ୍ୟାସ୍ ଉପରେ କରେଇ ବସାଇ ଦେଇଛି। କରେଇ ପରେ ପାଣି ଦେଇଛି। ସେଥିରେ ଆମେ 4ଟା ଅଣ୍ଡାକୁ ଦେଇଦେବା, 2ଟା ଟମାଟୋକୁ ଦେବା, ଅଳ୍ପ ଟିକେ ଲୁଣ ପକାଇ ତାକୁ ଘୋଡ଼େଇ ଦେବା ସିଝିଲା ପର୍ଯ୍ୟନ୍ତ। ସେପଟେ ଅଣ୍ଡା ସିଝିଲା ଭିତରେ ଆମେ 2ଟା ପିଆଜ ଆଉ କଞ୍ଚା ଲଙ୍କାକୁ ଟିକ୍ ଟିକ୍ କରି କାଟିଦେବା। ଏବେ ଅଣ୍ଡା ସିଝି ଯାଇଛି, ତାର ଚୋପା ଛଡ଼େଇଦେବା। ତାପରେ ମାଛ ଭଜା ଥିଲା, 2ଟା ପେଟି ମାଛ ମୁଁ ନେଇଯାଇଛି, ତାର କଣ୍ଟା କାଢ଼ିକି ଟିକ୍ ଟିକ୍ କରିଦେଇଛି। ଚିକେନ୍ କିମା ବି ଟିକ୍ ଟିକ୍ କରି ପକାଇ ହେବ। ଏ ଆଇଟମ୍ ପାଇଁ ମାଛ ଆଉ ଚିକେନ୍ ନିହାତି ଆବଶ୍ୟକ, ଆପଣ ଯାହା ବି ପକାଇ ପାରିବେ। ଏବେ ଗ୍ୟାସ୍ ଉପରେ କରେଇ ବସାଇ ଦେଇଛି। କରେଇ ପରେ ଆମେ ଆବଶ୍ୟକ ମୁତାବକ ତେଲ ଦେବା। ଆମେ 4ଟା ଅଣ୍ଡା ସିଝେଇଥିଲା, ଆଉ 2ଟା ଅଣ୍ଡା ଥିଲା। 2ଟା ଅଣ୍ଡାକୁ ଆମେ ଭାଙ୍ଗିକି ଏବେ ତେଲ ଉପରେ ଆମେ ଟିକ୍ ଟିକ୍ କରିକି ଭାଜିଦେବା। ଏବେ ଅଣ୍ଡା ଭଜା ହେଇଯାଇଛି, ଗୋଟେ ପ୍ଲେଟ୍କୁ କାଢ଼ିଦେବା। ସେଇ କରେଇରେ ଆଉ ଟିକେ ତେଲ ଦେବା, ତାପରେ ଦେବା ଜିରା, କଞ୍ଚା ଲଙ୍କା, ପିଆଜ। ଏବେ ପିଆଜ ହେଇଯାଇଛି, ଆବଶ୍ୟକ ମୁତାବକ ହଳଦୀ, ଲୁଣ, ଲଙ୍କାଗୁଣ୍ଡ ଦେଇଦେବା। ଏବେ ଆମେ ଯେଉଁ ସିଝେଇକି ରଖିଥିଲେ ଟମାଟୋକୁ, ତାର ଚୋପା ଛଡ଼େଇକି 2ଟାକ ଟମାଟୋକୁ ଦେଇଦେବା। ଟମାଟୋକୁ ପିଠା ପାତିଆ ସାହାଯ୍ୟରେ ଆମେ ଫିଟେଇ ଦେବା। ତାପରେ ପକାଇଦେବା ଗରମ ମସଲା, ଚିକେନ୍ ମସଲା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ। ତାକୁ ପାଣି ନ ଦେଇକି ଲୋ ଫ୍ଲେମ୍ରେ ଆମେ ଖରଡ଼ିବା। ଏବେ ମସଲା ହେଇଯାଇଛି। ଏବେ ଟିକ୍ ଟିକ୍ କରି ରଖିଥିବା ମାଛକୁ ପକାଇଦେବା। ତାକୁ ଆଉ ଟିକେ ଭଲ ଭାବରେ ମିଶାଇଦେବା। ତାପରେ ପକାଇଦେବା କାଟିକି ରଖିଥିବା ଅଣ୍ଡାକୁ ଏବଂ ଭାଜିକି ଗୁଣ୍ଡ କରିକି ରଖିଥିବା ଅଣ୍ଡାକୁ। ତାକୁ ନଉଟ ପଉଟ କରିଦେବା, ଲୋ ଫ୍ଲେମ୍ କରିଦେବା। ଜମାରୁ ବି ପାଣି ଦେବେନି। ଏବେ ସବୁ ଆମର ମିଶି ଯାଇଛି। ଏବେ ଅଣ୍ଡା ଝାଲ ଆମର ହେଇଯାଇଛି। এই ଆଇଟମ୍ଟି ପଖାଳ ଭାତରେ ଖାଇବାକୁ ବହୁତ ଭଲ ଲାଗେ, ରୁଟି ସାଙ୍ଗରେ ଖାଇବାକୁ ବହୁତ ଭଲ ଲାଗେ। ନେକ୍ସଟ ବ୍ଲଗ୍ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହିଲି, ଜୟ ଶ୍ରୀ ଜଗନ୍ନାଥ।